मैंने बर्तमान फूल आनी माल गुंथा जीव डॉक्टर सर्वपल्ली राधाकृष्णन आउे गुरु पूजा हम ये चाहिए कौन फूल माल गुंथब पार्टी चुप करी बस देखो पिला माने केते करछथि शिखर काय पिढालो साइड दे मुंह देखा साइड ही वीडियोटा हो तो हाँ बस Santa
Jika kami sisi tidak tahu,
ଯିବନି ମୁଁ ଟିକେ କହିଦେଇଥାନ୍ତି ଟିକେ ଗହଳି ହେଉଛନ୍ତି ଟିକେ କହିଦେଇଥାନ୍ତି ଘରକୁ ପଳେଇବୁ ନାଇଁ ନାଇଁ ମୁଁ ଯିବିନି ଏସି ଗୋଟେ ଛାଡ଼ିଦେବି ପୁଅ ଟାଇମ୍ କେତେ ହେଲା ନାଇଁ ନାଇଁ ପିଲାମାନେ ଏବଂ ସେ ଆମ ଦେଶ ସ୍ୱାଧୀନ କରିବା ପାଇଁ ବହୁବାର ଜେଲ୍ ଯାଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ରାଷ୍ଟ୍ରପତି ମୁଖ୍ୟ ରାଷ୍ଟ୍ରପତି ଏବଂ ସେ ଆମ ତାଙ୍କ ଜନ୍ମଦିନକୁ ଆମେ ଭୂମି ଦିବସ ବୋଲି ପାଳନ କରିଥାଉ। ଏତିକି କରି ଆଉ ପୁଅ ଝିଅ ପିଲା କେତେ ଜଣ କହିବେ ସମଗ୍ର ଭାରତ ବର୍ଷରେ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମ ଦିବସ। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ 1888 ସେପ୍ଟେମ୍ବର 5 ତାରିଖରେ ଭାଇ ଓ ଭଉଣୀ ଗୁରୁ ସମଗ୍ର ଭାରତରେ
ଅନୁରୂପ ଯାହାକି ମାନେ ଫସଲ ଉପଯୋଗୀ ନୁହେଁ ଯାହାଫଳରେ ଗୋଟେ ମହିଷୀ ଅଛି ସେଇ ମହିଷୀ ଦ୍ୱାରା ଆମର ଲୋକ ଶୁଣିବ କି ନାହିଁ ମୁଁ ଏଇ ମହିଷୀ ଦ୍ୱାରା ଯୋଉ ମହିଷୀ ଅଛି ସେଇ ମହିଷୀ ଦ୍ୱାରା ମୁଁ ଭରଣ ପୋଷଣ କରୁଛି ଗୋଟେ ମହିଷୀ ଥିଲା ସେଟାକୁ ତମେ ଯାହା ସେଇ ମହିଷୀ ଦ୍ୱାରା ସେ କାମ କରି ଯାହା କରେ ଆଉ ମହିଷୀ କ୍ଷୀର ଦେବନି ତାର ଭରଣ ପୋଷଣ ସେ ହବ ଆଉ ତାର କିନ୍ତୁ ବହୁତ ଏକରେ ଗୋଟେ ଜମି ପଡ଼ିଆ ପଡ଼ିଥିଲା ଯାହାକି ସେ ଗାଁ ଲୋକ କହିବେ ସେ ଅନୁଭବ ଯାହାଦ୍ୱାରା ସେ କିଛି ବି ସେଥିରେ କ'ଣ ସମୟ ଉପଯୋଗ କରୁନଥିଲେ ତାପରେ ରାତିରେ ଗୁରୁ ଶିଷ୍ୟ ଶୋଇଲେ ଗୁରୁ କ'ଣ କଲେ ସେଇ ଯୋଉ ମହିଷୀ ଦ୍ୱାରା ସେଇ ଗରିବ ଲୋକଟି ଉପକୃତ ହେଉଥିଲା ବା ଭରଣ ପୋଷଣ କରୁଥିଲା ହେଉଥିଲା ସେଇ ମହିଷୀକୁ ନେଇକି ପଳେଇଲେ ଶିଷ୍ୟ କହିଲେ ଗୁରୁ ଆପଣ ତ ଅନ୍ୟାୟ କରୁଛନ୍ତି କାରଣ ଆପଣ ସେଇ ମହିଷୀ ଦ୍ୱାରା ସବୁ କିଛି ଥିଲା ତା ଯୋଗୁଁ ସେ ଗରିବ ଲୋକଟି ଚଳିଥିଲା ତୁମେ ଏଇ ମହିଷୀକୁ ନେଇକି ଗଲେ ସେ କେମିତି ଚଳିବ ଗୁରୁ କିଛି କହିଲେ ପାଟି ଚୁପ୍ କରି ଚାଲେ କାରଣ ଶିଷ୍ୟ ଗୁରୁ ନିଜ ଜାଗ ଗଲ କିଛି ଦିନ ପରେ ସେଇ ଶିଷ୍ୟ ଗୋଟେ ବଡ଼ ଗୁରୁ ଭାବରେ ପରିଗଣିତ ହେଲା ସେ ଭାବିଲେ ପ୍ରକୃତରେ ଆମ ଗୁରୁ ଯୋଉ ପିଲା ଗରିବ ଲୋକଟି ପ୍ରତି ଅନ୍ୟାୟ କରୁଥିଲେ ମୁଁ ତାକୁ ଦେଖିଲି ସେ ପ୍ରକୃତରେ କେମିତି ଅଛି ସେ ତାପରେ ଗଲେ ସେଇ ଜାଗାକୁ ଗଲା ପରେ ଦେଖିଲେ ସେଇ ଯୋଉ ଜାଗାରେ ଯୋଉ ଗୋଟେ ସାମାନ୍ୟ କୁଡ଼ିଆ ଥିଲା ସେ ଗୋଟେ ବଡ଼ ମାନେ ମହଲ ଠିଆ ହେଇଛି ରାଜମହଲ ଭଳି ସେ କହିଲେ କି ଆଶ୍ଚର୍ଯ୍ୟ କଥା ତାପରେ ସେ ଘର କବାଟ ବାଲା ସେଇ ଲୋକଟି ବାହାରିଲା ସେ କହିଲା ଆଜ୍ଞା ଆପଣ ମୋତେ ଚିହ୍ନି ପାରୁଛନ୍ତି ନା ନାହିଁ ନା ଆପଣଙ୍କ ପାଖେ ଘର ନା ହଁ ମୋର ଏଇ ଘର ନା କେତେ ବର୍ଷ ତଳେ ଆମେ ଗୁରୁ ଶିଷ୍ୟ ଦୁଇ ଜଣ ଆସିଥିଲୁ ଆପଣଙ୍କର କିଛି ମାନେ ଏଇ ଚାଳ ଛପର ଘର ଥିଲା ଚିହ୍ନି ପାରିଲେ ତ ତାପରେ ସେ ଲୋକଟି ସେ ଶିଷ୍ୟକୁ ଚିହ୍ନି ପାରିଲା ପରେ ସିଏ ଭାବିଲେ ଯେ ମୋ ଗୁରୁ ଯାହା କରିଥିଲେ ସେଟା ମଙ୍ଗଳ ପାଇଁ କରିଥିଲେ କାରଣ ତମେ କିପରି ଏପରି ଧନୀ ହେଲା ନା ମୋର ଯୋଉ ଅନୁର୍ବର ଜମି ଥିଲା ସେଥିରେ ଯୋଉ ମାନେ ଏକର ଜମି ଥିଲା ମୁଁ କିଛି ସାର ମାରିଆ କଲି ଫଳରେ ମୁଁ ଆଜି ସେଇଠୁ ଆଜି ବଡ଼ ଲୋକ ହେଇଛି ତେଣୁ ସେଥିପାଇଁ ସେ ଭାବିଲେ ଯେ ମୋ ଗୁରୁ ଯୋଉଟା ମହିଷୀଟି ନେଇଯାଇଥିଲେ ସେଇ ମହିଷୀ କ'ଣ ପାଇଁ ନେଇଥିଲେ ତାର ଉପକାର ପାଇଁ ସେ ଯୋଉ ମହିଷୀ ଦ୍ୱାରା ସେ ଭରଣ ପୋଷଣ ପାଇକି ଥିଲା ସେ ଅନୁର୍ବର ଜମିକି ଚାଷ କରିପାରୁନଥିଲା ଯାହାଫଳରେ ତାର କିଛି ଉନ୍ନତି ହେଇପାରୁନଥିଲା ତେଣୁ ସେଇ ମହିଷୀକୁ ସେଇଥିପାଇଁ ସେ ଚୋରି କରିକି ସେଦିନ ଗୁରୁ ନେଇଯାଇଥିଲେ ତେଣୁ ଗୁରୁ ଆମର ସବୁବେଳେ ଉପକାର ଥାନ୍ତି ଆମେ ଗୁରୁଙ୍କର ଆକଟ ବା କିଛି ଗାଳି ଦେଲେ କିଛି ଗୋଟେ ଭାବିଲେ ଆମେ ଭାବୁଥିଲେ ଗୁରୁ ଆମକୁ କାହିଁକି କହିଲେ କାହିଁକି ଆକଟ କଲେ କାହିଁକି ଆମକୁ ବାଡ଼େଇଲେ ସେଇଭଳି ଗୁରୁ ଯାହା କରନ୍ତି ଭାବି ଚିନ୍ତି କରନ୍ତି ଆମର ତିନି ଜଣ ଉପକାର ପିତା ମାତା ଗୁରୁ ସବୁବେଳେ ଆମର ଉପକାର ଭଲ ଭଲ ଚିନ୍ତା କରନ୍ତି ଅନ୍ୟମାନେ ତାକୁ ଛାଡ଼ କିନ୍ତୁ ପିତା ମାତା ସବୁବେଳେ ଚାହିଁବେ ମୋ ପିଲା ମୋ ପୁଅ କି ଝିଅ ଭଲ ଚାକିରି ଖଣ୍ଡେ କରୁ ଆଉ ଗୁରୁ ବି ଚାହିଁବ ଯେ ମୋଠୁ ମୋ ଶିଷ୍ୟ ଆହୁରି ଉଚ୍ଚକୁ ଯାଉ ତେଣୁ କୌଣସି ଗୁରୁ ତାଙ୍କ ମନରେ ହିଂସା ବାତ ଏସବୁ ରଖିକି କାହାକୁ ବି ଆକଟ କରନ୍ତି ସମସ୍ତଙ୍କୁ ମାନେ ଭଲ ପାଇଁ କରନ୍ତି ଯେମିତି ଗୁରୁ କହିବୁ ଆମର ଏଇ ଯୋଉ ମହିଷୀ ଯାକ ନେଇଗଲେ ସେ ଭାବିଲେ କ'ଣ ଆରେ ମହିଷୀଟା ନେଇଗଲେ କିନ୍ତୁ ଅନ୍ୟାୟ କରୁଛି ବଡ଼ ସଂସ୍ଥା ଏଇ ମହିଷୀ ଦ୍ୱାରା ନଥିଲା ତେଣୁ ସମସ୍ତେ ଖରାପ କଥା ତେଣୁ ଗୁରୁ ଯଦି କିଛି ଆକଟ କରୁଥିଲ କିଛି ଗାଳି ନ କଲେ ତୁମର ଭଲ ପାଇଁ ତୁମେ କିପରି ଭଲ ମଣିଷ ହେବ ଆଉ ତମେ ସିନା ଶୁଣିବନି ଗୁରୁକୁ ମନେ ମନେ ଗାଳି ଦବ କିମ୍ବା ଗୁରୁକୁ ଖରାପ ଭାବିବ ଏଇଟା ଭୁଲ ଗୁରୁ ଆକଟ କରିବେ ବେଳେ ବେଳେ ସ୍ନେହ ମଧ୍ୟ କରିବେ କିନ୍ତୁ ଗୁରୁ ଶିଷ୍ୟ ସମ୍ପର୍କ ବର୍ତ୍ତମାନ ପୁରା କଳୁଷିତ ହେବାରେ ବସିଛି ଗୁରୁ ଶିଷ୍ୟ ସମ୍ପର୍କ ଆଉ ନାହିଁ ପୂର୍ବ ଭଳି ଆଗରୁ ଯୋଉମାନେ ଗୁରୁମାନେ ଥିଲେ ସେମାନେ କେତେ କେତେ ଉପମାନୀ ଆଲୁଣି ଏକଲବ୍ୟ ଏସବୁ କଥା ତୁମେ କାହାଣୀରେ ଶୁଣିଥିବ ମୁଁ ଏଇଟା କହିବାକୁ ଚାହୁଁନି ସେମାନେ କିଭଳି ଶିଷ୍ୟ ଥିଲେ କିଭଳି ଗୁରୁମାନଙ୍କ ପାଇଁ ନିଜ ଜୀବନ ଦେବାକୁ ମିଛ ପଛ ନଦେଲେ କିନ୍ତୁ ବର୍ତ୍ତମାନ ଶିଷ୍ୟ ବେଳ ପଡ଼ିଲେ ଗୁରୁମାନଙ୍କ ଜୀବନରେ ଅଛି ତେଣୁ ଆମେ ବର୍ତ୍ତମାନ ଶିଷ୍ୟ କଳୁଷିତ ହେବାକୁ ଯାଉଛୁ ତେଣୁ ଆମକୁ କିଛି ଯଦି ଭାବିକି ବର୍ତ୍ତମାନ ଆମ ପିଢ଼ିକୁ ଆମେ ଆରମ୍ଭ କରିବା କିପରି ଗୁରୁ ଶିଷ୍ୟ ସମ୍ପର୍କ ଭଲ ହେବ ତେଣୁ ସମସ୍ତଙ୍କ ଗୁରୁ ଶିଷ୍ୟ ପରାୟଣ ହେବେ ଶିଷ୍ୟମାନେ ମଧ୍ୟ ଗୁରୁ ପରାୟଣ ହେବେ ତେଣୁ ଏତିକି କହୁଛି ତୁମେମାନେ ଗୁରୁମାନଙ୍କ କଥା ମାନ ଆଉ ଯାହା ଗୁରୁ କହୁଛନ୍ତି ତାକୁ ସାଧାରଣ ଗ୍ରହଣ କର ତାକୁ ଦୁଃଖିତ କର ନାହିଁ କି କୌଣସି ପ୍ରକାର ତାଙ୍କୁ ଅପମାନ କର ନାହିଁ ଗୁରୁ ତୁମର ଭଲ ପାଇଁ କରୁଛନ୍ତି ଯଦି ବାଡ଼େଇଲେ ଗୁରୁ ତୁମ ଭଲ ପାଇଁକି ବାଡ଼େଇବେ କ'ଣ ତାକୁ ଖରାପ ପାଇଁକି ବାଡ଼ଉଛନ୍ତି ତୁମେ କେମିତି ଭଲ ମଣିଷ ହବ କ୍ଲାସ୍ ଡିଷ୍ଟର୍ବାନ୍ସ କ୍ରିଏଟ୍ କରୁଛ ଯାହାଫଳରେ ପାର୍ଟି କରୁଛ ଆମେ ସେଥିପାଇଁ କିଛି କହୁଛୁ ଆକଟ କରିବୁନି କେମିତି ହବ ତମ ଘରେ କ'ଣ ଆପଣ ଆକଟ କରୁନାହାନ୍ତି ତେଣୁ ସେଇଟା ଗ୍ରହଣ କରାଯାଉଛି କିଏ ବି ଖରାପ ଭାବିବା ଉଚିତ ନୁହେଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ଗୁରୁ ଦିବସ କାହିଁକି ପାଳନ କରାଯାଏ ସେ ବିଷୟରେ ସମସ୍ତେ ତାକୁ ଭଲ ଭାବରେ ଜାଣିଛ ଆଉ ଆମର ତିନିଟା ପିଲା ଟିକେ ରହିଲେ ଚାରିଟା এই যে দিবসটি পালন করা যাচ্ছে পবিত্র গুরু দিবস এই গুরু দিবস কোন উদ্দেশ্যে পালন করা যাচ্ছে সে বিষয়ে তুমি সমস্তে ভালো ভাবে জানিছ যে সর্বপল্লী রাধাকৃষ্ণ যাহাকে ফটো আঁকি আমি সর্বপ্রথমে ধূপ
ଦୀପ ପ୍ରଜ୍ୱଳନ କରିକି ଆଜିର ଏହି କାର୍ଯ୍ୟକ୍ରମକୁ ଆଗେଇଲେ ତାଙ୍କର ଜନ୍ମଦିବସକୁ ପାଳନ କରିବା ପାଇଁ ଦିବସଟି ଆମେ ପାଳନ କରୁଛୁ। ସବୁଠାରୁ ବଡ଼ କଥା ହେଉଛି ଯେ ଏଇ ଯେଉଁ ଦିବସଟି ପାଳନ କରାଯାଉଛି ଏହି ଦିବସ ମାଧ୍ୟମରେ ତମକୁ ମନେ ପକାଇ ଦିଆଯାଉଛି ଯେ ସବୁଠାରୁ ସଂସାରରେ ଶ୍ରେଷ୍ଠ ତିନି ଜଣ ବାପା ମା ତାପରେ ହେଲେ ଗୁରୁ। ଏ ତିନି ଜଣଙ୍କୁ ଯଦି ତମେ ଯଥେଷ୍ଟ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବ ସେମାନଙ୍କର ଯଦି ଆଶୀର୍ବାଦ ତମ ଉପରେ ରହିବ ଯେମିତି ଆମର ସଂସ୍କୃତରେ ଶ୍ରୀମଦ୍ ଭାଗବତ ଗୀତାରେ ଯେଉଁ ଶ୍ଲୋକ ରହିଛି ମୁଖം କରୋତି ବାଚଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ଚତୁର୍ବାହଂ ତମ ବନ୍ଦେ ପରମାନନ୍ଦ ମାଧବ। ଯାହାର ଅର୍ଥ ହେଉଛି ଯାହାକୁ ଭଗବାନ ସହାୟ ହେବେ ମୁକ୍ତଟା ହେଲେ ବି ତା ପାଖରେ ଯିବ ସେ ତାର ଗୋଡ଼ ହାତ ନଥିଲେ ମଧ୍ୟ ସେ ପର୍ବତ এই জন্ম জয়ন্তী দেশর সমস্ত গুরুমানଙ୍କୁ সম্মানার্থে আমি এই গুরু দিবস পালন কରୁ। গোটে ছাত্রর সর্বাঙ্গীন চিন্তা ও চেতনাକୁ প্রভাবিত କରୁଥିବା বিশ্ব বা দেশর বন্দনীয় গুরুମାନଙ୍କୁ সমর্পণର দিନ ହେଉଛି ଆଜି। ତେଣୁକରି এই গুরু দিবস কেবল ଆଜି ନୁହଁ, ପ୍ରାଚୀନ କାଳରେ ଗୁରୁ ପରମ୍ପରା ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି। ତେଣୁ ସନାତନ ଧର୍ମର ସଂସ୍କୃତିରେ এই ଗୁରୁମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଗୁରୁ ଦ୍ରୋଣାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ, ଆଜି ହେଉଛି ସେପ୍ଟେମ୍ବର ମାସ 5 ତାରିଖ ପବିତ୍ର ଗୁରୁ ଦିବସ। ଯାହାଙ୍କ ଜନ୍ମଦିନକୁ ଆମେ ଗୁରୁ ଦିବସ ରୂପେ ପାଳନ କରୁଛେ, ପ୍ରଥମେ ମୁଁ ତାଙ୍କୁ ଭକ୍ତିଗତ ତମେ ସମସ୍ତେ ତ କହିଲ ପିଲାମାନେ ଶୁଣ ଦିଦି ଅନୁଭବ କରିବା କହୁଛନ୍ତି ଶୁଣ। ଗୁରୁ ଶବ୍ଦର ଅର୍ଥ କ'ଣ? ଗୁରୁ ଅର୍ଥ ଅନ୍ଧକାର, ରୁ ଅର୍ଥ ଆଲୋକ। ଗୁରୁ ଶବ୍ଦର ଅର୍ଥ ହେଉଛି ମହାନ। ଅନ୍ଧକାର ଯିଏ ଆମର ଆଲୋକ ଦେଖେଇଥାନ୍ତି, ବାଟ ଦେଖେଇଥାନ୍ତି, ସେ ହେଉଛନ୍ତି ଗୁରୁ। ତ ଗୁରୁ ଯେଉଁ ସଦାପଲ୍ଲୀ ଡକ୍ଟର ସଦାପଲ୍ଲୀ ରାଧାକୃଷ୍ଣ ଯିଏକି ଆମ ଭାରତର ପ୍ରଥମ ଉପରାଷ୍ଟ୍ରପତି ଥିଲେ, ସେ 2 ଥର ଉପରାଷ୍ଟ୍ରପତି, 1 ଥର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ସେ ମାନ୍ଦ୍ରାଜର ତିରୁତାନିରେ 1800 ଆଜି এই গুরু দিবস অবসরে ମୁଁ ସେଇ ମହାନ ପୁରୁଷକୁ ଭକ୍ତିଗତ ପ୍ରଦାନ କରୁଛି ଯିଏକି ତାଙ୍କ ଜନ୍ମଦିନକୁ ଆମେ ଗୁରୁ ସମାଜ ପାଇଁ ଉତ୍ସର୍ଗୀକୃତ କରୁଛୁ। ଆମର ଦିଦି ସାର୍ ସମସ୍ତ ଭଲ ଭଲ କଥା କହିଲେ। ଯଦି ସେଇ କଥାକୁ ନେଇପାରି ଦେଖିକି ଗ୍ରହଣ କରି ଜୀବନରେ ଆମେ ଭଲ କରିପାରିବ, ତାହେଲେ ଆମ ଗୁରୁମାନଙ୍କୁ ସେବା କରନ୍ତୁ। ଏଥିପାଇଁ ମୁଁ ଅନୁରୋଧ କରୁଛି। ଆଜି ହେଉଛି ଜନ୍ମଦିନ। ଆମେ ଗୁରୁ ଦିବସ ପାଳନ କରୁ। ଏବଂ ଦ୍ୱିତୀୟ ଉପରାଷ୍ଟ୍ରପତି ଓ ପ୍ରଥମ ରାମଚନ୍ଦ୍ର ଆମର ଗ୍ରାମ ଜନ୍ମଗ୍ରହଣ କରିଥିଲେ। ସେ ପିଲାପତିରେ ଝିଅ ଧାରଣ କରି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ତାଙ୍କର এই ସେପ୍ଟେମ୍ବର 5 ତାରିଖରେ ଗୁରୁ ଦିବସ ଶିକ୍ଷକ ଶିକ୍ଷୟତ୍ରୀ ସହକର୍ମୀ ଆମର ଏଠି ମାଉସୀ
ଅବସ୍ଥା ବେଶୀ ଭଲ ନଥିଲା। ସେ ସ୍କଲାରସିପ୍ ପାଇକି ପାଠ ପଢୁଥିଲେ, ଯୋଉଥିରେ କି ସେ ଜଣେ ମହାନ ଜ୍ଞାନୀ ପଣ୍ଡିତ ଦେଖିଲେ। ତାଙ୍କର ବିଜ୍ଞାନ ବଳରେ ସେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ତେଣୁ ଆମେ ତମକୁ ଆଜି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁତ ତମକୁ ଉପଦେଶ ଦେଲେଣି, କିନ୍ତୁ କିଛି ଶୁଣିବାକୁ ତମେ ପ୍ରସ୍ତୁତ ନୁହେଁ। ତେଣୁ ଆମେ ପ୍ରଥମେ ଜୀବନରେ ଯଦି ଆମର ପ୍ରଥମ ଗୁରୁ ହେଉଛନ୍ତି ମାତା ପିତା, କାରଣ ଆମେ ପରିବାରରୁ ଆସିଛେ। ତାପରେ ଦ୍ୱିତୀୟ ଗୁରୁ ହେଉଛନ୍ତି ଆମର ଶିକ୍ଷକ। ଯୋଉ ଶିକ୍ଷକ ମାନଙ୍କ ପାଇଁ ତମେ ଗୋଟେ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଗଙ୍ଗା ଆମର ଜୀବନ ପରିପୂର୍ଣ୍ଣ ହେଉଛି, କିନ୍ତୁ ତାଙ୍କର କଥା ଶୁଣିବାକୁ ତମେ ପ୍ରସ୍ତୁତ ନୁହେଁ। ସେମାନେ ଭଲ ପାଆନ୍ତି, କାରଣ ଯେତେବେଳେ ଜଣେ ଗୁରୁ ବହୁତ ଖୁସି ହୁଏ ଯେତେବେଳେ ତାର ଜଣେ ଛାତ୍ର ତାଠୁ ଅଧିକ ବିଦ୍ୱାନ ହୁଏ। ଆମର ଭାଗବତରେ ସେ ଗୋଟେ କଥା କହିଛି ଯେ ଗୁରୁଙ୍କୁ ନମଣି ମନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଥରେ ଶ୍ରୀକୃଷ୍ଣ ପଚାରିଥିଲେ ଯେ ତାଙ୍କର ଯୋଉଥିରେ ମୁଁ ହଉଛି କାମକୁ ପ୍ରଥମେ ପ୍ରାଧାନ୍ୟ ଦେବେ। ସେଇ ବିଷୟରେ ତାଙ୍କ ଜଣେ ଶିଷ୍ୟ ମଜାରେ ସେଇ କିଛି କହିଥିଲେ, ମୋତେ ବାପମାନଙ୍କ ଅପେକ୍ଷା ମୁଁ ଗୁରୁଙ୍କୁ ଅଧିକ ପ୍ରାଧାନ୍ୟ ଦେବି। କାହିଁକି? ଗୁରୁ ଯଦି ହେଉଛି ପିତାମାତା ଜନ୍ମଦାତା, କିନ୍ତୁ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କର ଭୂମିକା ଆମର ବହୁତ ରହିଛି। ତେଣୁ ତମେ ମାନେ ଆଜି ମଧ୍ୟ ପୂଜା କରୁଛ, ପୂଜାଟା ଯଥେଷ୍ଟ ହେବ କେତେବେଳେ? ଯେତେବେଳେ ଗୁରୁଙ୍କର କଥାକୁ ତମେ ମାନିବ ଏବଂ ଗୁରୁଙ୍କ ପାଇଁ ତମେ ଭଲ ମଣିଷ ହେବ। ଗୋଟେ ସବୁଦିନ ଆମେ ପ୍ରଥମ ସ୍ଥାନ ଅଧିକାର କରୁନେ, ଆମେ ସମସ୍ତେ କ୍ଲାସରେ ପ୍ରଥମ ହେବାନି। ସବୁ ଆମେ ଜାଣିବା ବିଭିନ୍ନ ପ୍ରକାର ଆମର ରହୁଛି କ୍ୱାଲିଟି। ଗୋଟେ କେତେବେଳେ ଲୋ ମେଣ୍ଟାଲିଟି ଅଛି, କୋଉମାନଙ୍କର ହାଇଟ୍ ଅଛି, କୋଉମାନଙ୍କର ଆହୁରି ପୁରା ଲୋ ଅଛି, ସ୍ଲୋ ଲର୍ଣ୍ଣର। ତେଣୁ ଆମେ ଖାଲି ଭଲ ପାଠ ପଢ଼ିବାନି, କେବଳ ଭଲ ମଣିଷ। ଆମେ ଆଜି ଯୋଉ ଗୁରୁ ମହତ୍ଵ ରହିଛି ସେ କଥାର ତମେ କିଛି ବୁଝୁଛ କି? କାରଣ ଯୋଉ ପୂର୍ବ କାଳରେ ଥିଲା ଯେ ଗୁରୁ ଶିଷ୍ୟ ସମ୍ପର୍କ ବର୍ତ୍ତମାନ ନାହିଁ। ଆଗ କାଳରେ ଗଛ ମୂଳେ ପିଲା ପାଠ ପଢୁଥିଲେ। ମୁଁ ଦିନେ କହିଲି ଯେ ପିଲାମାନେ ଅଷ୍ଟମ ପିଲା ତମେ ଯେହେତୁ ପାଠ ପଢିବେ କିଛି ମାନେ ତମେ ଭାବନି ତମେ ଛୋଟ ହେଇଯିବ। ସେମାନଙ୍କର ସବୁବେଳେ ଅଭିମାନ ଯେ ଆମେ ତଳେ କାହିଁକି ବସିବୁ। ଆଉ ଦିଦିଙ୍କ ପରେ ବି ବହୁତ ରାଗ ଯେ ଆମକୁ ଦିଦି ତଳେ ବସେଇ ଦେଇଛନ୍ତି, କିନ୍ତୁ ସେଇଭଳିଆ କିଛି ଉଦ୍ଦେଶ୍ୟ କୌଣସି ସାର୍ ଦିଦିଙ୍କର ନାହିଁ ଯେ ତମେ କେମିତି ଭଲ ମଣିଷ ହବ, ଆଉ ଏଇ ବିଦ୍ୟାଳୟର ସମ୍ମାନ ରଖିବ, ତମ ପରିବାରର ସମ୍ମାନ ରଖିବ, ତମ ପିତାମାତାଙ୍କର ସମ୍ମାନ ରଖିବ। ଆଉ ଜଣେ ଶିକ୍ଷକ ସେତେବେଳେ ଗର୍ବ କରିବ ଯେ ଯେତେବେଳେ ମୋ ଶିଷ୍ୟଟା ତାର ନାଁକୁ ସବୁଠି ସମସ୍ତେ ସେ ବର୍ଦ୍ଧିତ ହବ। ତା ନାଁକୁ ଯଦି ସେ ଅଖିଲ ରଖିବ, ଆଜି ଜଣେ ବରଗଡ଼ରୁ କଲେକ୍ଟର ହବ, ସେଇ କଲେକ୍ଟରଟା ଯୋଉ ହେଲେ ବା ଗୋଟେ ଭଲ ପଦବୀରେ ଅବସ୍ଥାନ କରିବ, ସେଇଟା ପାଇଁ ଜଣେ ଗୁରୁ ଗର୍ବ କରିବ କି ନାହିଁ? କିଛି ବୁଝୁଛ ତ ମୁଁ ଯାହା କହୁଛି? ଯେ ଜଣେ ଗୁରୁ କେତେବେଳେ ଗର୍ବ କରିବ? ଯେତେବେଳେ ଶିଷ୍ୟଟା ତାଠୁ ଅଧିକ ସ୍ଥାନରେ ଉପରେ ଯାଇକି ପଦବୀରେ ଅଳଙ୍କୃତ ହବ। ତେଣୁ ଏଇ ଗୁରୁ ଦିବସର ମହତ୍ଵ ବୁଝିବା ଦରକାର। ତେଣୁ ଆମର ଯୋଉ ଗୋଟେ ରହିଛି ଶିଷ୍ୟ ଇଚ୍ଛା ପରାଜୟ, ସେତେବେଳେ ଜଣେ ଶିଷ୍ୟ ଗୁରୁଠାରୁ ଯେତେବେଳେ ଅନୁଭବ କରିବ ଜଣେ ଶିଷ୍ୟ ତାଠୁ ପରାଜୟ ଲାଭ କଲା, ସେତେବେଳେ ଗୁରୁ ଗର୍ବିତ। ତେଣୁ ଆମେ ଆମର ଲକ୍ଷ୍ୟକୁ ପ୍ରଥମେ ନିର୍ଦ୍ଦିଷ୍ଟ କରିବା। ବୁଝିପାରୁଛ କି? ତମେ କଣ ହବ? ସାର୍ ଆମର କହିଲେ ତମେ ସବୁ କହିଲ ପୋଲିସ ଅଫିସର ହବ, କିଏ କହିଲ ମିଲିଟାରୀରେ ଯିବ, କିଏ କହିଲ ଡକ୍ଟର ହବ। ଖାଲି ପଢିଦେଲେ ଜଣଙ୍କର ଲକ୍ଷ୍ୟ ହାସଲ ହେଇପାରିବନି। ସେଥିପାଇଁ କର୍ମ ଦରକାର, କର୍ମ ହିଁ ଭଗବାନ। ତେଣୁ କର୍ମ ଯଦି ଆମେ କରିବା, ତେଣୁ ଆମକୁ ଭଗବାନ ନିଶ୍ଚିତ ଉପହାର ଦେବେ। ତମେ ଯୋଉ ପରିସ୍ଥିତିରେ ଥାଅ, ଯାହା ଅସୁବିଧାରେ ଥାଅ, ତମେ ଯଦି ଆଜି କଷ୍ଟ କରିକି ପଢିବ ତାହେଲେ ନିଶ୍ଚୟ ଭଲ ମଣିଷ ହବ। ଏଇଟା ହଉଛି
ସମ୍ମାନ